ତ୍ରାଟକ ଏହି ଶବ୍ଦ କେବେ ନା କେବେ ଆପଣମାନେ ଶୁଣିଥିବେ। ଆଧ୍ୟାତ୍ମିକ ଦିଗରେ ଅଗ୍ରସର ହେବା ପାଇଁ ଯୋଗ ସାଧନା, ଧ୍ୟାନ ପରି ତ୍ରାଟକ ମଧ୍ୟ ଏକ ପ୍ରକ୍ରିୟା। ତ୍ରାଟକ କରିବା ଦ୍ୱାରା କ'ଣ ଉପଲବ୍ଧି ମିଳେ? କ'ଣ ଅଛି ତ୍ରାଟକର ରହସ୍ୟ? ଏହାକୁ କିପରି କରିବାକୁ ହୁଏ? ଆଜିର ଭିଡ଼ିଓରେ ଜାଣିବା ତ୍ରାଟକ କିପରି କରାଯାଏ ଏବଂ ଏହାଦ୍ୱାରା କ'ଣ ଲାଭବାନ ହେବା ସେହି ସମ୍ପର୍କରେ। ଜୟ ପତିତପାବନ ଜଗନ୍ନାଥ, ଜୟ ସନାତନ। ଆପଣ ଦେଖୁଛନ୍ତି ତ୍ରାଟକର ସାଧାରଣ ଅର୍ଥ ହେଲା କୌଣସି ବିଶେଷ ବସ୍ତୁକୁ ଆଖି ପତା ନ ପକାଇ ଅପଲକ ନୟନରେ ଦେଖିବା। ଏହା ଧ୍ୟାନର ଏକ ଏପରି ବିଧି ଯେଉଁଠି ସାଧକ ଏକ ବସ୍ତୁ ଉପରେ ଅନବରତ ଅପଲକ ନେତ୍ରରେ ଦେଖୁଥାଏ। ତ୍ରାଟକକୁ ମହର୍ଷି ପତଞ୍ଜଳି ବିକଶିତ କରାଇଥିଲେ। ପତଞ୍ଜଳିଙ୍କର 6 ଶୁଦ୍ଧିକ୍ରିୟା ମଧ୍ୟରୁ ତ୍ରାଟକ ଗୋଟିଏ। ପତଞ୍ଜଳିଙ୍କ ଅନୁସାରେ ତ୍ରାଟକ ଅଭ୍ୟାସ ଦ୍ୱାରା ଶରୀରର ଶୁଦ୍ଧି ଏବଂ ବିକାଶ ହୋଇଥାଏ। ତ୍ରାଟକ ଅନେକ ପ୍ରକାର ହୋଇଥାଏ, ଯେପରି ବିନ୍ଦୁ ତ୍ରାଟକ। ବିନ୍ଦୁ ତ୍ରାଟକରୁ ତ୍ରାଟକ ଅଭ୍ୟାସ ଆରମ୍ଭ କରାଯାଏ, କାରଣ ଏହା ସରଳ। ଏହାପରେ ମିରର ସାମ୍ନାରେ କରିପାରିବେ। ଦୀପକ ତ୍ରାଟକ ମଧ୍ୟ କରିପାରିବେ। ଚନ୍ଦ୍ର, ତାରା, ସୂର୍ଯ୍ୟଙ୍କୁ ଦେଖି ମଧ୍ୟ ତ୍ରାଟକ କରିପାରିବେ। ତ୍ରାଟକ ସକାଳ, ସନ୍ଧ୍ୟା ଏବଂ ଶୋଇବା ପୂର୍ବରୁ କରିପାରିବେ। ଶୋଇବା ପୂର୍ବରୁ ତ୍ରାଟକ କରିବା ଦ୍ୱାରା ଅଧିକ ପ୍ରଭାବୀ ହୋଇଥାଏ ଏବଂ ନିଦ୍ରା ଗଭୀର ହୋଇଥାଏ, ଅର୍ଥାତ୍ ନିଦ୍ରା ଧ୍ୟାନର ଏକ ରୂପ ହୋଇଯାଏ। ତ୍ରାଟକର ନିରନ୍ତର ଅଭ୍ୟାସ ଦ୍ୱାରା ନେତ୍ର ଶକ୍ତିଶାଳୀ ହୋଇଥାଏ ଏବଂ ଚକ୍ଷୁରେ ଚୁମ୍ବକୀୟ ଆକର୍ଷଣ ସୃଷ୍ଟି ହୋଇଥାଏ। ଅନେକ ସମ୍ମୋହନକର୍ତ୍ତା ତ୍ରାଟକ ଦ୍ୱାରା ନିଜ ଚକ୍ଷୁରେ ସମ୍ମୋହନ ଶକ୍ତି ସୃଷ୍ଟି କରିଥାନ୍ତି। ଏହା ବ୍ୟତୀତ ତ୍ରାଟକ ଦ୍ୱାରା ମନରେ ଆତ୍ମବିଶ୍ୱାସ ବୃଦ୍ଧି ପାଇଥାଏ, ସ୍ମରଣ ଶକ୍ତି ବିକଶିତ ହୁଏ, ଏକାଗ୍ରତା ବୃଦ୍ଧି ପାଏ ଏବଂ ମସ୍ତିଷ୍କ ସୁଦୃଢ଼ ହୁଏ। ଯେପରି ଲେନ୍ସ ଦ୍ୱାରା ସୂର୍ଯ୍ୟକିରଣକୁ ଏକାଠି କରି ଗୋଟିଏ ବିନ୍ଦୁରେ ଅଗ୍ନି ସୃଷ୍ଟି କରାଯାଏ, ସେହିପରି ମାନସିକ ଏକାଗ୍ରତାରେ ଲାଭ ମିଳିଥାଏ। ଏହି ଲାଭ ବିନ୍ଦୁ ତ୍ରାଟକରେ ମଧ୍ୟ ହୋଇଥାଏ। ବିନ୍ଦୁ ତ୍ରାଟକରେ ଯେତେବେଳେ ଆମେ ଆମର 2 ଆଖିକୁ ଗୋଟିଏ ବିନ୍ଦୁରେ ରଖି ପଲକହୀନ ଭାବରେ ଅଭ୍ୟାସ କରେ, ସେତେବେଳେ ଶରୀର ଏବଂ ମନରେ ବିଭିନ୍ନ ପ୍ରକାର ଶକ୍ତି ସୃଷ୍ଟି ହେବା ଆରମ୍ଭ ହୋଇଯାଏ। ଗୋଟିଏ ବିନ୍ଦୁରେ 2 ଆଖି କେନ୍ଦ୍ରିତ ହେବା ଦ୍ୱାରା ଆଜ୍ଞାଚକ୍ର ଉପରେ ପ୍ରଭାବ ପଡ଼ିଥାଏ ଏବଂ ଆଜ୍ଞାଚକ୍ର ଜାଗ୍ରତ ହେବା ଆରମ୍ଭ ହୋଇଯାଏ। ଏହାଦ୍ୱାରା ଅବଚେତନ ମନ ଜାଗ୍ରତ ହୋଇ ଚେତନା ସୁପ୍ତ ହେବାକୁ ଆରମ୍ଭ କରେ। ଅବଚେତନ ମନ ଜାଗ୍ରତ ହେବା ଦ୍ୱାରା ନିଜ ଇଚ୍ଛା ଅନୁସାରେ ଏହାକୁ ବ୍ୟବହାର କରିପାରିବେ। ତ୍ରାଟକ ସାଧନା ସମୟରେ କିଛି ସାବଧାନତା ଅବଲମ୍ବନ କରିବାକୁ ପଡ଼େ। ଯଦି ଆଖିରେ କିଛି ରୋଗ କିମ୍ବା କଷ୍ଟ ରହିଛି, ତେବେ ତ୍ରାଟକ କରିବା ଉଚିତ ନୁହେଁ। ଯେତେବେଳେ ବିନ୍ଦୁ ତ୍ରାଟକର ଅଭ୍ୟାସ କରନ୍ତି, ଯେତିକି ଆଖି ସମ୍ଭାଳି ପାରିବ ସେତିକି ସମୟ ପଲକ ନ ପକାଇ ଆଖି ଖୋଲି ରଖିବା ଉଚିତ। ଜବରଦସ୍ତ ଆଖିକୁ ଖୋଲା ରଖିବା ଉଚିତ ନୁହେଁ। ଅଭ୍ୟାସ ପରେ ଥଣ୍ଡା ପାଣିରେ ଆଖିକୁ ଧୋଇବା ଆବଶ୍ୟକ। ଏହାଦ୍ୱାରା ଅଭ୍ୟାସ ଦ୍ୱାରା ହୋଇଥିବା ସାମାନ୍ୟ ଯନ୍ତ୍ରଣା ଦୂର ହୋଇଯାଏ। ତ୍ରାଟକ ଅଭ୍ୟାସ 2 ପ୍ରକାର ହୋଇଥାଏ। ପ୍ରଥମ ସୌମ୍ୟ ପ୍ରକାର ଅଭ୍ୟାସ ଦ୍ୱାରା ଆଖି ପତା ବା ପଲକ ପକାଇ କରାଯାଏ, କିନ୍ତୁ ଏହାଦ୍ୱାରା ତ୍ରାଟକର ଲାଭ ସୀମିତ ହୋଇଯାଏ। ଏହାଦ୍ୱାରା ଆଖି ଏବଂ ମନକୁ ସାମାନ୍ୟ ଶାନ୍ତି ମିଳିଥାଏ। ଅନ୍ୟ ପ୍ରକାର ତ୍ରାଟକ ଦ୍ୱାରା ଯାହା ଅପଲକ ନେତ୍ରରେ ଦୃଷ୍ଟିକୁ ଗୋଟିଏ ବିନ୍ଦୁରେ କେନ୍ଦ୍ରୀଭୂତ କରାଇ କରାଯାଏ, ତାହାଦ୍ୱାରା ଆପଣ ଗଭୀର ଧ୍ୟାନ ଆଡ଼କୁ ଅଗ୍ରସର ହେବେ। ଯଦି ଆପଣଙ୍କୁ ସବୁକିଛି ଠିକ୍ ଲାଗେ, ଆପଣ ବିନ୍ଦୁ ତ୍ରାଟକ ଅଭ୍ୟାସ କରିପାରିବେ। ଶାନ୍ତ ପରିବେଶରେ ମନକୁ ଶାନ୍ତ କରି ଅପଲକ ନେତ୍ରରେ ଗୋଟିଏ ବିନ୍ଦୁ ଉପରେ ନିଜର ନଜରକୁ କେନ୍ଦ୍ରୀଭୂତ କରନ୍ତୁ। ପ୍ରଥମେ 5 କିମ୍ବା 10 ସେକେଣ୍ଡ ପର୍ଯ୍ୟନ୍ତ ଦେଖନ୍ତୁ। ଦେଖିସାରି ଆଖିକୁ ବନ୍ଦ କରନ୍ତୁ। କିଛି ସେକେଣ୍ଡ ରେଷ୍ଟ କରନ୍ତୁ, ପୁଣି ଆଖି ଖୋଲି ଦେଖନ୍ତୁ। ଏହିପରି 5, 10 ସେକେଣ୍ଡରୁ 30, 40 ସେକେଣ୍ଡ, ଗୋଟିଏ ମିନିଟ୍ ପର୍ଯ୍ୟନ୍ତ ବଢ଼ାଇ ଚାଲନ୍ତୁ। ଅଭ୍ୟାସ ସମୟରେ ଯେତେବେଳେ ଆପଣଙ୍କ ଚକ୍ଷୁରେ ସାମାନ୍ୟ ଜ୍ୱଳନ ହୋଇ ଲୁହ ଆସେ, ତେବେ ଲୁହକୁ ଆସିବାକୁ ଦିଅନ୍ତୁ। ଏହାଦ୍ୱାରା କିଛି ସମସ୍ୟା ହୋଇନଥାଏ। କିନ୍ତୁ ଯେତେବେଳେ ଆପଣଙ୍କୁ ଲାଗିବ ଯେ ଆପଣ ଆଉ ବେଶୀ ସମୟ ଆଖି ଖୋଲା ରଖିପାରିବେନି, ସେତେବେଳେ ପଲକ ପକାଇ ଆଖିକୁ ବନ୍ଦ କରିଦେବା ଉଚିତ। ଆଖି ବନ୍ଦ କଲା ପରେ ଭିତରେ ସେହି ବିନ୍ଦୁ ଛାୟାଚିତ୍ର ପରି ଦେଖାଯିବ। ଆଖି ବନ୍ଦ ପରେ ଛାୟାଚିତ୍ର ଉପରେ ମଧ୍ୟ ଧ୍ୟାନ କେନ୍ଦ୍ରିତ କରନ୍ତୁ। ଯେତେବେଳେ ଛାୟାଚିତ୍ର ଝାପ୍ସା ହୋଇ ଦେଖାଯିବ ନାହିଁ, ସେତେବେଳେ ପୁଣି ଆଖି ଖୋଲିବେ। ଏହିପରି ପ୍ରଥମେ ବାହାର ବିନ୍ଦୁରେ ଦୃଷ୍ଟି କେନ୍ଦ୍ରିତ କରିବେ ଏବଂ ଆଖି ବନ୍ଦ ପରେ ଭିତର ଛାୟାରେ କେନ୍ଦ୍ରିତ କରିବେ। କିଛି ଦିନ ଏପରି ବାରମ୍ବାର ଅଭ୍ୟାସ କରିବା ପରେ ଯେଉଁ କଳା ବିନ୍ଦୁରେ ଦୃଷ୍ଟି କେନ୍ଦ୍ରିତ କରି ଅଭ୍ୟାସ କରୁଥିଲେ, ସେଥିରେ ପ୍ରକାଶ ବା ଜ୍ୟୋତି ଦେଖାଯିବ। କଳା ବିନ୍ଦୁର ଚାରିପାଖରେ ଗୋଟିଏ ବଳୟ ପରି ଏହି ପ୍ରକାଶ ଦେଖାଯିବ। କେତେବେଳେ ଏହା ବାମରୁ ଆସିବା ପରି ଦେଖାଯିବ, କେତେବେଳେ ଦକ୍ଷିଣରୁ ଅଥବା ତଳ ପାଖରୁ କିମ୍ବା ଉପର ପାଖରୁ ଆସିବା ପରି ଲାଗିବ। ଯେତେବେଳେ ପ୍ରକାଶ ଦେଖାଯିବ, ସେତେବେଳେ ବୁଝିବାକୁ ହେବ ପ୍ରଥମ ପାହାଚ ଚଢ଼ିବା ଆରମ୍ଭ ହେଲା। ଧୀରେ ଧୀରେ ଏହି ପ୍ରକାଶ ବଢ଼ିବାକୁ ଲାଗିବ। ଏମିତି ଗୋଟିଏ ସମୟ ଆସିବ, କଳା ବିନ୍ଦୁ ଅଦୃଶ୍ୟ ହୋଇଯିବ ଏବଂ ସେହି ସ୍ଥାନ ଦିବ୍ୟ ପ୍ରକାଶ ଦ୍ୱାରା ଭରିଯିବ। ଅନ୍ୟ କେତେବେଳେ ମଧ୍ୟ ଏହି ପ୍ରକାଶ କମ୍ ଦେଖାଯିବ ଏବଂ କଳା ବିନ୍ଦୁ ହଲିବା ପରି ଲାଗିବ।
केबे केबे 2-3ଟି बिंदु एक समय देखा जाई पारे। आखिरे आसुथिबा परिवर्तन पई एपरि होइथाए। मन जेतिकी जेतिकी स्थिर हेबाकु लागिबो बिंदु चारि पाखरे बुलुथिबा बलय स्थिर हेबाकु लागिबो। मन जेते चंचल रहिबो प्रकाश बलय सेतिकी सेतिकी चलचंचल रहिबो। अनेक समय कला बिंदु चारि पाखरे थिबा बलय अलगा रंगर देखा जाई पारे। बिंदु चारि पाखरे सेही रंग आपनकु देखा जिवो जिउ चक्र शरीर रे जाग्रत हेबो। शरीर रे 7टी चक्र अवस्थित। एही चक्र भितरु जिउ चक्र अधिक एक्टिव थिबो आपनकु सेही चक्रर रंग बिंदु चारि पाखरे देखा जिवो। जदि मूलाधार चक्र अधिक प्रभावी थिबो तेबे लाल रंग देखा जिवो। सेही परि जदि अनाहत चक्र अधिक प्रभावी थाए तेबे सेही बिंदु उपरे सबुज रंग देखा जिवो। जदि आपणकर साधना गभीर हेबो तेबे बिंदु उपरे किछि दृश्य मध्य देखिबाकु मिली पारे। एहा आपणकर पूर्वजन्मर होई पारे किंबा भविष्यत रे घटिबाकु थिबा घटना मध्य होई पारे। जदि आपण किछि इच्छा पूर्ति करिबाकु चाहंती तेबे आपण गोटिए विधि प्रयोग करि परिबे। जेहेतु त्राटक करिबा द्वारा अवचेतन मन खोलिबा आरंभ हुए सेथिपई त्राटक समय जेतेबेले मन स्थिर हुए एवं बिंदु ओ आभा बलय स्थिर थाए सेतेबेले आपण जदि मनरे थिबा किछि मनोकामना पूर्ति करिबाकु चाहुंतांती तेबे ताहाकु मन मध्यने बारंबार स्मरण करंतु। जेतेबेले आपण बाहर बिंदु को देखंती सेतेबेले एवं आखि बंद परे मध्य 5 ରୁ 10 मिनिट पर्यंत एही क्रिया करिबा द्वारा एही इच्छा अवचेतन मन को चली जाए। एहा परे एही मनोकामना पूर्ण हेबार द्वार खोली जाए। त्राटक एक शक्तिशाली एकाग्रतार विधि अटे किंतु किछि व्यक्ति अज्ञानतावशतः एहाकु न करिबा पई कहिथांती। सेमाने कुहंती एहा करिबा द्वारा आखि खराब होइजिवो किंतु एहा अज्ञानता। एही वीडियो आपनकु भला लागिथिले लाइक करिवे एवं चैनल को सब्सक्राइब करिवे। रहिली जय जगन्नाथ जय सनातन।